ଏବେ ତ ସମୟ ଆସି 2ଟା ବାଜିଗଲାଣି ଆଉ ଆମେ ଏବେ କୁଆଡ଼େ ଯାଉଛୁ ଦେଖନ୍ତୁ ଜଙ୍ଗଲ ଭିତରେ ପଶିକି ଆଉ ଜଙ୍ଗଲ ଭିତରେ ପଶିକି କୁଆଡ଼େ ଯାଉଛୁ ଆଉ ଜଙ୍ଗଲର ଭିୟୁଟା ମୋତେ ଟିକେ ଏତେ ସୁନ୍ଦର ଲାଗିଲା ମୁଁ ତାର ଟିକେ ଭିଡ଼ିଓ ବନେଇଦେଲି ତ ଆସିକି ଏବେ ପହଞ୍ଚିଗଲୁ ଆମର ଆପଣମାନେ ଜାଣିଥିବେ ଆମର ମୋ ମାମୁଁ ଚାଲି ଯାଇଥିଲେ ଆଉ ମାମୁଁଙ୍କର ଆଜି ଦଶା କାମ ଥିଲା ଆଉ ଦଶା କାମରେ ଏଠି ଆମେ ଭଣଜା ଭାଣିଜୀଙ୍କର ଆଗ ହିଁ ଦରକାର ତ ମୁଁ ତ ଭାଣିଜୀ ବି ଆଉ ଆସିକି ଏଠି ମାନେ ଗାଧୁଆ ପାଧୁଆ ସାରିକି ଆମେ ଏବେ ପାଣି ଦିଆଦିଇ କରିସାରିକି ବାହାରୁଛୁ ଯିବା ପାଇଁ ତ ଚାଲନ୍ତୁ ଏବେ। ଆଉ ଆପଣମାନଙ୍କୁ ଗୋଟେ କଥା କହିବାକୁ ଭୁଲି ଯାଇଛି ଆଉ ଯେଉଁ ମୋ ମାମୁଁ ଯିଏ ଚାଲି ଯାଇଥିଲେ ସେ ତାହେଲେ ମୋ ବଡ଼ ମାମୁଁ ଆଉ ତାପରେ ଆମ ମଝିଆ ମାମୁଁଙ୍କର ବ୍ରେନ୍ ଷ୍ଟ୍ରୋକ୍ କହିଲା ଯେ ସିଏ ବି ତାଙ୍କ 8 ଦିନ ଠେଇ ସିଏ ବି ଚାଲିଗଲେ ଆଉ 2 ଜଣ ମାମୁଁଙ୍କର ଏକା ସାଙ୍ଗରେ ହେଉଛି କାମ ତ ଆମେ ଆଜି ଆସିଛୁ ଆଉ ଏବେ ଗାଧୁଆ ତୁଠରୁ ବାହାରିକି ଆମେ ଗାଁରେ ସବୁ ଲାଇନ୍ ନେଇକି ଆଗ ତ ଲେଡ଼ିଜ୍ ମାନେ ଯିବେ ତାପରେ ଜେଣ୍ଟସ୍ ଯିବେ ତ ଆମେ ଆଗରେ ଏଠି ଗଲୁ ହାରି ତ ପଛେ ପଛେ ଆମେ ସବୁ ଜେଣ୍ଟସ୍ ଆସିଥିଲେ ଆଉ ଏଠି ପୂଜାବିଧି ସବୁ 2 ଜଣ ମାମୁଁଙ୍କର ପୂଜାବିଧି ସବୁ ଚାଲିଛି 2ଟା ଆଉ ଚାଲନ୍ତୁ ଏଠି ବି ତାଙ୍କର ମାନେ ରୋଷେଇ କାର୍ଯ୍ୟକ୍ରମ ସବୁ ଚାଲିଛି। ଏବେ ତ ସମୟ ଆସିକି ହେଇଗଲାଣି 4:30 ଆଉ ଆମକୁ ଯିବାକୁ ପଡ଼ିବ କାରଣ ହାତୀ ଭୟ ଆଉ ହାତୀ ଭୟରେ ରାତି ହେଲେ ବି ଆମେ ଯାଇପାରିବୁନି ଆଉ ଇଆଡ଼େ ପଡ଼େ ମାନେ ସନ୍ଧ୍ୟା ହେଲେ ହାତୀ ବାହାରୁଛନ୍ତି ବହୁତ ଗୁଡ଼ିଏ ହାତୀ ଅଛନ୍ତି ଆପଣମାନେ ତ ଦେଖିଥିବେ ଜଙ୍ଗଲଟା ବାଟରେ ପଡ଼ୁଛି ସେ ଜଙ୍ଗଲରେ ହାତୀ ସବୁ ରହୁଛନ୍ତି ତ ଏବେ ଖିଆପିଆ ଚାଲିଛି ଆଉ ସନ୍ଧ୍ୟା ହେଇ ଆସିଲାଣି 5ଟା ବାଜିଗଲାଣି ଆମେ ଜଲ୍ଦି ଏବେ ଯିବାକୁ ବାହାରିବୁ ପୁଣି ପୁଅର ବି ଏକ୍ଜାମ୍ ଅଛି ନହେଲେ ମୁଁ ରହିଯାଇଥାନ୍ତି କାଲି 11 ଅଛି ଆଉ ଦେଖନ୍ତୁ ତା ଭିତରେ ଗୋଟେ ମଜାଳିଆ କଥା କେତେ ଛେଳି ପଲ ସବୁ ଆସିକି ଭୋଜି ଭିତରେ ପଶି ଯାଇଛନ୍ତି। ତାପରେ ଭଉଣୀମାନଙ୍କ ସହିତ ସେ ଫଟୋ ଉଠାଇ ଆଉ ବାହାରି ଯିବା ପାଇଁ ରହୁଛି। ନମସ୍କାର, ଜୟ ଜଗନ୍ନାଥ।